ଉପନ୍ୟାସ କନିଷ୍କ କନିଷ୍କ ଲେଖକ ଜଗଦୀଶ ମହାନ୍ତି ପଢ଼ି ଶୁଣାଉଛନ୍ତି ପ୍ରକାଶ ଚନ୍ଦ୍ର ରାଉତ। ଅଲଗା ଅଲଗା ବୈତରଣୀ ପ୍ରସ୍ତାବନା। ଆଖିପତା ଖୋଲାଥିବା ଅବସ୍ଥାରେ ହଠାତ୍ ବେଳେବେଳେ ମୋ ଆଗରେ ନଇଁଆସେ ରାତି 12ଟା ପରର ଅନ୍ଧାର। ସେଇ ଅନ୍ଧାରରେ ଭିଜି ଭିଜି ଠିଆ ହେଇଥାଏ କୌଣସି ଏକ ସହରର ଛକରେ ନିର୍ଜନ ବତିଖୁଣ୍ଟଟି, ଯାହାର ଚାରିପାଖର ସବୁ ଦୋକାନ ବଜାର ବନ୍ଦ। ସେଇ ନିଶୂନ ଅନ୍ଧାରର ବଖରାରେ ଏକମାତ୍ର ବତିଖୁଣ୍ଟକୁ ଛାଡ଼ିଦେଲେ ଯେମିତି ଜନପ୍ରାଣୀର ଚିତ୍ର ନାହିଁ, ଖାଲି ରହି ରହି ଭାସି ଆସୁଥାଏ କେଉଁ ଗଳି ଉପର ଗଳିର ବୁଲା କୁକୁରର ଚିତ୍କାର ମାତ୍ର। ଭାସି ଉଠେ ଦୃଶ୍ୟଟି କିଛି କ୍ଷଣ ପାଇଁ, ତାପରେ ମୁଁ ଅସହାୟ ହେଇଯାଏ। ଗୋଟେ ଦର୍ପଣ ଖୋଜି ବୁଲେ। ଠିକ୍ ସେହି ସମୟରେ ଏଇ ଅସହାୟ ଅବସ୍ଥା ଏଡ଼ାଇ ମୋର ଅସ୍ତିତ୍ୱର ସ୍ଥାୟିତ୍ୱ ବିଷୟରେ ପ୍ରମାଣ କରିବା ପାଇଁ କିଛି ନହେଲେ ସିଗାରେଟ୍ ଧରାଏ, ରାଜନୀତି ବିଷୟରେ ଆଲୋଚନା କରେ କିମ୍ବା ଭିଡ଼ ଭିତରେ ମିଶିଯାଇ ଷଣ୍ଢ ଲଢ଼େଇର ଦୃଶ୍ୟ ଦେଖେ, ନଚେତ୍ ଲଟାରୀ ଟିକେଟ ବିକ୍ରେତାଙ୍କ ସାଙ୍ଗରେ ତର୍କ କରେ। ଆଜି ଗାଁକୁ ଯିବା ପୂର୍ବରୁ ମାର୍କେଟିଂ କରୁଥିବା ସମୟରେ ହଠାତ୍ ସେହି ବତିଖୁଣ୍ଟର ଦୃଶ୍ୟଟି ଠିକ୍ ସେମିତି ଭାବରେ ମୋ ଆଗରେ ଭାସି ଉଠିଲା ସକାଳ 8ଟା ବେଳେ। ତା ପୂର୍ବରୁ ମୁଁ ଭାବୁଥିଲି ଅନିମାନିଙ୍କ କଥା। 3 ଦିନ ପରେ ତନିମାନିଙ୍କର ବାହାଘର। ବାପା ପଠେଇଥିବା ତାଲିକାର ଜିନିଷ କିଣି ଗାଁକୁ ଯିବି କାଲି। ତନିମାନିଙ୍କୁ ମୁଁ ଭକ୍ତି କରେ, ପ୍ରଶଂସା କରେ। ମୋର ବଡ଼ ଭଉଣୀ ଯଦିଓ ସେ ତାଙ୍କର ଜିଦ୍ରେ ଅଟଳ ରହିଥିବାରୁ କେଉଁ ଏକ ସମ୍ଭାବନା ଭିଜା ମୁହୂର୍ତ୍ତରେ ତାଙ୍କର ଦେଖା ହେଇଥିବ ହିମାଂଶୁ ସାଙ୍ଗରେ। ଆଉ କେତେ ଯେ ଦୁର୍ବଳ ମୁହୂର୍ତ୍ତ ପାରି କରି ସାରିଲା ପରେ ସେ ହଠାତ୍ ନିଶ୍ଚୟ କରି ପକେଇଥିବେ ହିମାଂଶୁକୁ ବାହା ହେବା ପାଇଁ, ସେସବୁ ମୋ ପାଖରେ ଅଜଣା। ତଥାପି ପ୍ରଶଂସା କରେ ଏଇଥିପାଇଁ ଯେ ହିମାଂଶୁ ସାଙ୍ଗରେ ତନିମାନିଙ୍କ ବାହାଘର ପୂର୍ବରୁ ବହୁ ବାଧା ଆସିଛି। ଏମିତିକି ପ୍ରସ୍ତାବ ବିପକ୍ଷରେ ସଂଖ୍ୟାଧିକ ମତ ଓ ଧମକକୁ ଏଡ଼ାଇ ତନିମାନି ନିଜ ସିଦ୍ଧାନ୍ତରେ ଅଟଳ ରହିପାରିଛନ୍ତି। କିନ୍ତୁ ବଡ଼ ଦୁଃଖ ଲାଗେ ତନିମାନିଙ୍କ ପାଇଁ। ଯଦିଓ ତାଙ୍କର ମତ ଏଇ ବାହାଘର ସପକ୍ଷରେ ଥିଲା, ସେ ହିଁ ଥିଲେ ବଡ଼ ବାଧା। ବଡ଼ ଭଉଣୀ ହିସାବରେ ଅନିମାନି ଏଯାଏ ବାହା ହେଇ ନଥିବାରୁ ତନିମାନିଙ୍କ ବାହାଘରକୁ ଅନେକ କେମିତି ମାନି ନେଇଥାନ୍ତେ। ଅନିମାନି ଶିକ୍ଷିତା, ସରକାରୀ କଲେଜର ଅଧ୍ୟାପିକା ହେଲେ ବି ତନିମାନିଙ୍କ ଭଳି ସେ ନିଜେ ନିଜର ଜୀବନସାଥୀ କେବେ ବାଛିବେନି, ଏକଥା ମୁଁ ଭଲ ଭାବରେ ଜାଣେ। ଯଦିଓ ସେ ଅନୁମତି ଓ ସମର୍ଥନ ଦେଇଥିଲେ ହିମାଂଶୁ ସାଙ୍ଗରେ ତନିମାନିଙ୍କ ବାହାଘରକୁ। ଆମ ପରିବାରରେ ମୋ ଉପରେ 3 ଭାଇ ଚାକିରି କଲେଣି ଓ 2 ଭାଇ ବାହା ହେଇ ପରିବାର ବଢ଼େଇ ଚାଲିଥିଲେ ବି ସେମାନେ ନିଜ ନିଜ ପରିଧିରେ ଏତେ ବ୍ୟସ୍ତ ଯେ ଅନିମାନି କିମ୍ବା ତନିମାନିଙ୍କ ବାହାଘର ପାଇଁ ବିଶେଷ କିଛି ତାଙ୍କ ପାଖରୁ ଆଶା କରିବା ବୃଥା। ତଥାପି ଅନିମାନିଙ୍କ ପୂର୍ବରୁ ତନିମାନିଙ୍କ ବାହାଘରକୁ ସେମାନେ ପସନ୍ଦ କରିପାରନ୍ତେ କେମିତି? ଆଜି ବଜାରରୁ ବାହାଘର ତାଲିକାର ଜିନିଷ କିଣି ଫେରୁଥିବା ବେଳେ ଅନିମାନିଙ୍କ କଥା ମନେ ପଡ଼ିବାରୁ ସେଇ ବତିଖୁଣ୍ଡର ଦୃଶ୍ୟ ଭାସି ଉଠିଲା। ଏତେ ଅସହାୟ ବୋଧ କଲି ଯେ ମନ ଭିତରୁ ଏକ ଅସ୍ପଷ୍ଟ କାନ୍ଦଣା ଛାତି ପିଞ୍ଜରାରେ ପିଟି ହେଲା। ଛାତି ତଳରୁ ଦୁଃଖ ସବୁ ତତଲା ପବନ ହେଇ ବାହାରିଯିବା ପର୍ଯ୍ୟନ୍ତ ଆଙ୍ଗୁଳିର ନଖ ପାଖରେ ଚମଡ଼ା ଉଠିଯିବା ଭଳି ଅବ୍ୟକ୍ତ ଯନ୍ତ୍ରଣା ଅନୁଭବ କଲି ଛାତିର ଅନ୍ଧାରୁଆ କୋଠରୀ ଭିତରେ। ଯାହା ହେଉ, କାଲି ଗାଁକୁ ଯିବା ପାଇଁ ପଡ଼ିବ। ନଦୀ, ଉପନଦୀର ସୁଖ। ଅଦ୍ଭୁତ ସଙ୍କୋଚ ମାଡ଼ି ବସେ ଗାଁରେ ପହଞ୍ଚିଲେ। ରାସ୍ତାରେ ଚାଲୁଥିଲା ବେଳେ ଆଗରେ କୌଣସି ଲୋକକୁ ଭେଟିଲେ କିମ୍ବା ଗପ କରୁଥିବା 2-3 ଜଣ ଲୋକଙ୍କୁ ପାଖେଇ ଗଲାବେଳେ ଗୋଟେ ସଙ୍କୋଚ ମୋର ପ୍ରତି ଲୋମକୂପରେ ଶିହରଣ ତୋଳେ। ମୁହଁଟା ଆପେ ନଇଁଯାଏ ତଳକୁ। ଇଏ କ'ଣ ଭୟ? ଗାଁ ଲୋକଙ୍କୁ ହୁଏତ କିଛି ପରିମାଣରେ ଭୟ ଥାଏ, କାରଣ ଗାଁର ସାମାଜିକ ନିୟମର ଅଲିଖିତ ଆଇନ ହେଉଛି ରାସ୍ତାରେ ଯାହା ସାଙ୍ଗରେ ଦେଖା ହେଲେ ବି ଭଲମନ୍ଦ 2 ପଦ କଥା ହେବାକୁ ପଡ଼ିବ। ଅଥଚ ଏଇ ଗାଉଁଲି ଲୋକମାନଙ୍କ ସାଙ୍ଗରେ ଅଯଥାରେ ହେଁ ହେଁ ଫେଁ ଫେଁ ହେବା କେତେ ଯେ ଯନ୍ତ୍ରଣାଦାୟକ। ହୁଏତ ସେଇ ନିୟମ ମାନି ଚଳିବାର ଛଳନାକୁ ଭୟ କରି ଗାଁ ଦାଣ୍ଡରେ ଚାଲିବାର ଏତେ କୁଣ୍ଠା ମୋର। ଘରେ ପହଞ୍ଚି ଦେଖିଲି ପ୍ରାୟ ସମସ୍ତେ ଆସିଯାଇଛନ୍ତି। ବଡ଼ ଭାଇନା ଓ ବଡ଼ ଭାଉଜ ଆସିଛନ୍ତି, ସାଙ୍ଗରେ ଧୀର, ବୀର ଓ ସ୍ମୃତି, ତାଙ୍କର 2 ପୁଅ ଓ ଗୋଟେ ଝିଅ। ନିଜର 2 ବର୍ଷିଆ ବଡ଼ ପୁଅ ବାପିକୁ Sample complete. Ready to continue?